ଯୁଧିଷ୍ଠିର ଦେବଙ୍କର ସମ୍ପଦ ଦେଖିଲା, ସେମାନ ଗୋବିନ୍ଦ ତା ସହି ନ ପାରିଲା। ସେମାନ ଗୋବିନ୍ଦ ତାହା ସହି ନ ପାରିଲା, ସେମାନ ଗୋବିନ୍ଦ ତାହା ସହି ନ ପାରିଲା। ଦୁର୍ଯ୍ୟୋଧନର ମାନସ ହେଉଛି ବିକଳ, ସଭାକୁ ଉଠନ୍ତେ ବାଟ ଦେଖିଲା କଜନ। ସଭାକୁ ଉଠନ୍ତେ ବାଟ ଦେଖିଲା କଜନ, ସଭାକୁ ଉଠନ୍ତେ ବାଟ ଦେଖିଲା କଜନ। ତେଣୁ ଇନ୍ଦ୍ରପ୍ରସ୍ଥର ଶୋଭାକୁ ଦେଖିଲେ ଆଜି ଯେ କେହି ଆଶ୍ଚର୍ଯ୍ୟ ହେଇଯିବ। ତେଣୁ ଦୁର୍ଯ୍ୟୋଧନ ଯେତେବେଳେ ଇନ୍ଦ୍ରପ୍ରସ୍ଥର ଶୋଭାକୁ ଦେଖିଲେ ରାସ୍ତା କେଉଁଟା ପାଣି କେଉଁଟା ସେ କଥା ସେ ଜାଣିପାରୁନି। ଏମିତି ଭାବରେ ଯେମିତି ଲାଗୁଛି ଆକାଶରେ ମାଛ ଗୁଡ଼ିକ ସବୁ, ଆକାଶରେ ଗୋଟିଏ ନଦୀ, ନଦୀ ଭିତରେ ମାଛ ଯେମିତି ପହଁରୁଛନ୍ତି। କେତେବେଳେ ଦେଖୁଛି ଯେ ଏଇଟା ଯେଉଁ ଭୂମିରେ ଚାଲୁଛି ସେଠି ଭୂମି ନୁହେଁ, ସେଠି କେବଳ ଗୋଟେ ପାହାଡ଼ରେ ଚାଲୁଛି। ତେଣୁ ଏସବୁ ସୌନ୍ଦର୍ଯ୍ୟକୁ ଦେଖି ସେ ଆଶ୍ଚର୍ଯ୍ୟଚକିତ ହୋଇଯାଉଛି, ଏମିତି କେମିତି ସମ୍ଭବ କରି, ଏତେ ଧନ ସମ୍ପତ୍ତି କେଉଁଠୁ ଆସିଲା। ତେଣୁ ଏ କଥା ଆଜି ମାନଗୋବିନ୍ଦ ଭାବୁଛନ୍ତି। ତେଣୁ ଯେତେବେଳେ ଇନ୍ଦ୍ରପ୍ରସ୍ଥକୁ ଆଜି ସମସ୍ତ ଲୋକମାନେ ଯାଉଛନ୍ତି, ରାଜାମାନେ ଯାଉଛନ୍ତି, ଇନ୍ଦ୍ରପ୍ରସ୍ଥ ଦୁଆର ଦେଇକି ଯେତେବେଳେ ଉଠୁଛନ୍ତି ଉପରକୁ, ସମସ୍ତେ ଆଗକୁ ଆଗକୁ ମାଡ଼ି ଯାଉଛନ୍ତି। ଏହି ସମୟରେ ଦୁର୍ଯ୍ୟୋଧନ ମଧ୍ୟ ଆଗକୁ ଯିବାକୁ ଚେଷ୍ଟା କଲେ। ଯେତେବେଳେ ପାହାଚ ଉପରେ ଉଠି ଯାଇ ପହଞ୍ଚିଗଲେ ଇନ୍ଦ୍ରପ୍ରସ୍ଥ ସିଂହଦ୍ୱାର ନିକଟରେ, ଇନ୍ଦ୍ରପ୍ରସ୍ଥର ସିଂହଦ୍ୱାରରୁ ଯିବେ, ଆଗକୁ ଯିବେ, ସେତେବେଳେ ଦେଖୁଛନ୍ତି ସ୍ଥଳଭାଗ। ସେ ଭାବୁଛନ୍ତି ସ୍ଥଳଭାଗରେ ବୋଧେ ଜଳ କିଛି ଅଛି, ଦେଖାଯାଉଛି ଯେମିତି ସେଠି ଅନେକ ଜଳ ଅଛି, ମାୟାରେ ସେ ଜଳ ଭଳି ଦେଖାଯାଉଛି। ସେତେବେଳେ ଦୁର୍ଯ୍ୟୋଧନ କ'ଣ କଲେ, କାଳେ ଜଳରେ ବୁଡ଼ିଯିବେ, ସେଥିପାଇଁ ନିଜ ବସନକୁ ଟେକି ଧରିଲେ। ନିଜ ବସନକୁ ଟେକି ଧରି ଆଣ୍ଠୁ ପର୍ଯ୍ୟନ୍ତ ଟେକି ଧୀରେ ଧୀରେ ପାଦ ପକାଇ ଚାଲୁଛନ୍ତି, କାଳେ ତାଙ୍କର ବସନ ଓଦା ହେଇଯିବ। ଏ କଥାକୁ ଦେଖି ଆଜି ସଭାରେ ଯେତେ ଲୋକ ଥିଲେ ସମସ୍ତେ ଆଜି ହସି ଉଠିଲେ। କହୁଛନ୍ତି, ରେ ଦୁର୍ଯ୍ୟୋଧନ, ଇଏ କ'ଣ? ଇଏ ପୁରା କେବଳ ସ୍ଥଳଭାଗ, ଏଠି ଜଳ କେଉଁଠି ଆସିବ, ତମେ ଏମିତି ଚାଲୁଛ। ତେଣୁ ଏସବୁ କଥା ଆଜି ନିଜ ନିଜ ଭିତରେ ଅଟ୍ଟହାସ କରୁଛନ୍ତି ଦୁର୍ଯ୍ୟୋଧନକୁ ଦେଖି। ଦୁର୍ଯ୍ୟୋଧନ ବସ୍ତ୍ର ଟେକିକି ଯାଉଛନ୍ତି, ଯେତେବେଳେ ଭାବୁଛନ୍ତି ଏଥିରେ ଜଳ ଅଛି, ତେଣୁ ଯେତେବେଳେ ବସ୍ତ୍ର ଟେକି ଯାଉଛନ୍ତି ସମସ୍ତେ ଆଜି ପରିହାସ କରୁଛନ୍ତି, ସମସ୍ତେ ଠୋ ଠୋ ହୋଇକି ହସୁଛନ୍ତି। ଏସବୁକୁ ଦେଖି ଆଜି ମାନଗୋବିନ୍ଦ ସେ ଉପହାସକୁ ସହିପାରିଲେନି, ଶେଷରେ ମନ ଦୁଃଖ କରିଦେଲେ ମାନଗୋବିନ୍ଦ। ତାପରେ କ'ଣ ହେଲା, ସ୍ଥଳ ମଧ୍ୟରେ ଜଳ ମାୟା ବସେ ଦିଶୁଥିଲା, ମାୟା ବସେ ଦିଶୁଥିଲା। ଦୁର୍ଯ୍ୟୋଧନ ରାଜା ତା ଜାଣି ନ ପାରିଲା, ତା ଜାଣି ନ ପାରିଲା। ଦୁର୍ଯ୍ୟୋଧନ ରାଜା ତାହା ଜାଣି ନ ପାରିଲା, ଜାଣି ନ ପାରିଲା। ଦୁର୍ଯ୍ୟୋଧନ ରାଜା ତାହା ଜାଣି ନ ପାରିଲା, ଜାଣି ନ ପାରିଲା। ଅଳପ କରିଣ ତଇ ଉଠାଇ ବସନ, ଉଠାଇ ବସନ। ତା ଦେଖିନ ସମସ୍ତେ କଲେ ହାସ୍ୟମାନ, କଲେ ହାସ୍ୟମାନ। ତାହା ଦେଖିନ ସମସ୍ତେ କଲେ ହାସ୍ୟମାନ, କଲେ ହାସ୍ୟମାନ। ତାହା ଦେଖିନ ସମସ୍ତେ କଲେ ହାସ୍ୟମାନ, କଲେ ହାସ୍ୟମାନ। ଯେତେବେଳେ ସମସ୍ତେ ହାସ୍ୟ କଲେ ଯେ ଇଏ ସ୍ଥଳଭାଗଟେ ଜଳ ବୋଲି ଭାବିକି, ଜଳ ଭଳି ଦେଖାଯାଉଛି, ଯେ ଯେମିତି ସତରେ ସ୍ଥଳଭାଗ ନୁହେଁ ଜଳ। ତେଣୁ ଏମିତି ସିଏ ଇନ୍ଦ୍ରପ୍ରସ୍ଥ। ତେଣୁ ଯେତେବେଳେ ଦେଖିଦେଲେ ସେମିତି ଆଣ୍ଠୁ ପର୍ଯ୍ୟନ୍ତ ଲୁଗାକୁ ଟେକି ଆଗକୁ ଯାଉଛନ୍ତି, ଯେତେବେଳେ ସମସ୍ତେ ହସିଲେ ଏଇଟା ଜଳ ନୁହେଁ ଏଇଟା ସ୍ଥଳ। ତେଣୁ ସଙ୍ଗେ ସଙ୍ଗେ ଲୁଗାଟିକୁ ତଳକୁ ପକାଇ ଦେଲେ, ତାପରେ ପୁଣି ଚାଲିଲେ। ସମସ୍ତଙ୍କୁ ଦେଖି ହସି ହସି ଚାଲୁଛନ୍ତି। ଆଗରେ ଦେଖିଲେ ପୁଣି ସେଇ ଜଳଭାଗ ଭଳି ଦେଖାଯାଉଛି। ଏଥର ଦୁର୍ଯ୍ୟୋଧନ କ'ଣ ଭାବିଲେ, ନା ଇଏ ଜଳ ମଧ୍ୟ ନୁହେଁ, ଇଏ ବୋଧେ ସ୍ଥଳଭାଗ, ମୋତେ ଜଳ ଭଳି ଦେଖାଯାଉଛି।